যাଉଛି କି ରେ ବେଶୀ ନା ପୁରା ଅଧା କମେଡି କହିବ ନାଇଁ ନା ହଁ କିଏ ଡାକୁଛି କହିଲ ଏବେ ନାଟିଆ କିଏ ଡାକୁଛି ଡାକୁଛୁ ବୁଝିଲୁ ଭାଇ ଅଜାକୁ ଡାକୁଛି 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 କହୁଛି ହଁ ଡାକୁଛି 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 ଆଚ୍ଛା ନାଟିଆ କୋଉଠି ଏବେ କାହିଁକି କାହିଁ ଆଖିଟା ପାଉନି ଏତେ ଦୂର କାହିଁ ଏତେ ଦୂର ଆଖିଟା ପାଉନି 5 କିଲୋ ପର୍ଯ୍ୟନ୍ତ ଦେଖାଯାଉନି କାହିଁ 2 କିଲୋ ଆଖି ପାଉନି ଆଉ ଟିକେ ଆମେ ଏମତି ଏମତି ଡାକିବା କେମିତି ଡାକିଲା ଏମତି ଏମତି ଡାକିବା ଆରେ ଟିକି ଟିକି କଲା ଆରେ ଏମିତି ଏମିତି ଡାକିବା ଆଚ୍ଛା 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 କେମିତି ଡାକିଲା ହଁ ଏମିତି ଏମିତି କଣ ଫଣା ଟେକିକି ହାତ ଟେକିକି ସେ କଥା କହୁନ ୟାରେ ୟାରେ କାହିଁ କିଆଡ଼େ ବା ଦେଖାଯାଉନି ଉପରାଣେ ବୋଧେ ୟାରେ ପଛାଡ଼େ ପଚାରେ କୁଆଡେ କୁଆଡେ ବାହାରିଲ କୁଆଡେ ମୁଁ ଚିହ୍ନି ପାରିଲି ରେ ବାପଟିଏ କାହାକୁ ମତେ ହଁ ମୁଁ ପୁରା ସେ ଜୟ ଜୟର ପୁଅ ବାଦଲ ତାପରେ ପୁଅ ବାଦଲ ଯୋଉ ଆକାଶରେ ଅଛି ବାଦଲ ଫଟା ବାଦଲ ଫଟା ଆଚ୍ଛା 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 ଏବେକା ସିଏ ମୁସଲମାନ ହେଇଯାଇଛି ଏବେ ହଁ ବଇଲେ ଆମର କଣ କି କିଛି ପାଇଲା ନାହିଁ ତ ତାକୁ କିଏ କହିଲା ଯେ ମୁସଲମାନରେ ମିଶି ଗଲେ ଭଲ ସମ୍ପତ୍ତି ମିଳିବ ଅଜା ମୁସଲମାନ କିଏ ନ ପାଇଲେ ସେମିତି ନୁହେଁ ମୁସଲମାନ ମୁସଲମାନ ମୁସଳ ଅଜା ଲାଉ କରିକି ଛେଳି ଦେଖିଛ ଆଚ୍ଛା ଆଚ୍ଛା ଅଜା ଛେଳି ଦେଖିଛ ହଁ ଛେଳି ତଳେ କଣ ଅଛି ମନୁ ପରିକା ଦାଢି ଅଛି ସେମିତି ମନରେ ରଖିଛି ଆଉ ହେଲେ ମତେ ଚିହ୍ନି ପାରିଲ ତ ଏବେ ହେଲେ ଏତେ ଏଇ ସମୟରେ କୁଆଡେ ବାହାରିଲେ ଆମକୁ ପଚାରୁଛ ଆଉ କାହାକୁ ତୁମକୁ ପଚାରୁଛୁ ଆମେ ଭାବୁଛୁ ରାସ୍ତାରେ କେତେ ଲୋକ ଯିବା ଆସିବା କରୁଛନ୍ତି ସେମାନଙ୍କୁ ପଚାରୁଥିବ ବୋଲି ଆଉ ଆଚ୍ଛା 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 ହେଲେ ନାଇଁ ନାଇଁ ମୁଁ ତମକୁ ଏକା ପଚାରୁଛି